ଜୟ ଜଗନ୍ନାଥ ଦର୍ଶକଙ୍କୁ ପାଣିପାଗକୁ ନେଇ ଆସିଲା ପୁଣି ବଡ ଖବର। ଆଜି ସନ୍ଧ୍ୟା ସୁଦ୍ଧା 4 ଜିଲ୍ଲାରେ ପ୍ରବଳ ବର୍ଷା ହେବ ଏବଂ 5 ଜିଲ୍ଲାରେ କୁଆପଥର ସହ ବର୍ଷିବାର ସମ୍ଭାବନା ରହିଛି। ତା ସହିତ ଓଡ଼ିଶାର 30ଟି ଜିଲ୍ଲାର ତାପମାତ୍ରା କେତେ ରହିବ? ଦର୍ଶକ ବନ୍ଧୁ ଆଜିର ସମ୍ପୂର୍ଣ୍ଣ ରିପୋର୍ଟ ଜାଣିବା ପାଇଁ ଆପଣମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅନୁଗୁଳ 42 ଡିଗ୍ରୀ, ବାଲେଶ୍ୱର 36 ଡିଗ୍ରୀ, ବରଗଡ଼ 43 ଡିଗ୍ରୀ, ଭଦ୍ରକ 37 ଡିଗ୍ରୀ, ବଲାଙ୍ଗୀର 44 ଡିଗ୍ରୀ, ବୌଦ୍ଧ 43 ଡିଗ୍ରୀ, କଟକ 39 ଡିଗ୍ରୀ, ଦେବଗଡ଼ 41 ଡିଗ୍ରୀ, ଢେଙ୍କାନାଳ 40 ଡିଗ୍ରୀ, ଗଜପତି 38 ଡିଗ୍ରୀ, ଗଞ୍ଜାମ 35 ଡିଗ୍ରୀ, ଜଗତସିଂହପୁର 36 ଡିଗ୍ରୀ, ଯାଜପୁର 38 ଡିଗ୍ରୀ, ଝାରସୁଗୁଡ଼ା 43 ଡିଗ୍ରୀ, କଳାହାଣ୍ଡି 42 ଡିଗ୍ରୀ, କନ୍ଧମାଳ 39 ଡିଗ୍ରୀ, କେନ୍ଦ୍ରାପଡ଼ା 36 ଡିଗ୍ରୀ, କେନ୍ଦୁଝର 39 ଡିଗ୍ରୀ, ଖୋର୍ଦ୍ଧା 39 ଡିଗ୍ରୀ, କୋରାପୁଟ 37 ଡିଗ୍ରୀ, ମାଲକାନଗିରି 41 ଡିଗ୍ରୀ, ମୟୂରଭଞ୍ଜ 30 ଡିଗ୍ରୀ, ନବରଙ୍ଗପୁର 39 ଡିଗ୍ରୀ, ନୟାଗଡ଼ 41 ଡିଗ୍ରୀ, ନୂଆପଡ଼ା 43 ଡିଗ୍ରୀ, ପୁରୀ 43 ଡିଗ୍ରୀ, ରାୟଗଡ଼ା 40 ଡିଗ୍ରୀ, ସମ୍ବଲପୁର 43 ଡିଗ୍ରୀ, ସୁବର୍ଣ୍ଣପୁର 44 ଡିଗ୍ରୀ, ସୁନ୍ଦରଗଡ଼ 42 ଡିଗ୍ରୀ। ଦର୍ଶକ ବନ୍ଧୁ ଭିଡିଓ ଆଗକୁ ଯିବା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲ ଆପଣ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ପ୍ରବଳ ବର୍ଷା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସମୟରେ ପବନ ବେଗ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ପବନ ବେଗ ବହିବ। ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଏବଂ ଯାଜପୁର ଏହି ଜିଲ୍ଲାରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ଅଧିକ ଅଛି। ଦର୍ଶକ ବନ୍ଧୁ ଆଜିର ପାଣିପାଗ ଅପଡେଟ୍ ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଭିଡିଓକୁ ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଆପଣ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତା ସହିତ ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ଏ ଭିଡିଓଟି ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ପାଇପାରିବେ।